ଗଜପତି ମହାରାଜ ହେଲା ଆମ ଜଗନ୍ନାଥର ଦ୍ୱିତୀୟ ଜଗନ୍ନାଥ, ଚାଲନ୍ତି ଜଗନ୍ନାଥ, ଚଳନ୍ତି ଜଗନ୍ନାଥ, ଲକ୍ଷେ ରାଜାର ମଉଡ଼ାମଣି। ସେ ଯେତେବେଳେ ରିକ୍ୱେଷ୍ଟ କଲେ ଇସ୍କନକୁ, ଇସ୍କନ ରିଫ୍ୟୁଜ୍ କରିଛି। ଆମେ ଛାଡ଼ିବୁନି, ଆମେ ପରିମିଶନ ମାଗିଛୁ। ଖୋର୍ଦ୍ଧା ଜିଲ୍ଲା, ଭୁବନେଶ୍ୱର ଜିଲ୍ଲା କଂଗ୍ରେସ ଇସ୍କନ ଅଫିସ ତାଲା ପକେଇବୁ, କିନ୍ତୁ ପୂଜାପୂଜି ହବ, ଠାକୁର ପୂଜାରେ ବାଧା ଦେବୁନି। ରଥ ଚଲେଇ ପାରିବେନି ଇସ୍କନ। ଯଦି ରଜାଙ୍କ କଥାକୁ ସେ ବେଖାତିର କଲେ, ଅସମ୍ମାନ କଲେ, ତାଙ୍କୁ ଆମେ ଓଡ଼ିଶା ମାଟିରେ ବୁଲେଇ ଦେବୁନି, ତାଲା ପକେଇବୁ। ଖାଲି ଯଦି ରାହୁଲ ଗାନ୍ଧୀ ଏବଂ ଖଗଡ଼େ ଭକ୍ତ ଦାସଙ୍କୁ ଆମେ ପରିମିଶନ ମାଗି ଦେଇଛୁ, ଆମେ ଘେରାଉ କରିବୁ, ତାଲା ପକେଇବୁ। ସେ ଯଦି ପରିମିଶନ ଦେଇଦେଲେ ତାହେଲେ ତାଲା 2-3 ଦିନ ଭିତରେ ପକେଇବୁ, ତାଙ୍କ ରଥ ଏଠି ଚଲେଇ ଦେବୁନି। ଅଦିନିଆ ରଥ ଚାଲିପାରିବନି। ଜଗତର ନାଥ ଜଗନ୍ନାଥ, ବିଶ୍ୱ ପ୍ରସିଦ୍ଧ ରଥଯାତ୍ରା ହେଲା ଗୁଣ୍ଡିଚା ଯାତ୍ରା, ଜଗନ୍ନାଥଙ୍କ ଯାତ୍ରା। ସାରା ବିଶ୍ୱରେ ରଥ ଚାଲିଛି। ମୁଁ କାଲିଫର୍ଣ୍ଣିଆରେ ଦେଖିକି ଆସିଛି, ଜର୍ମାନୀରେ ଦେଖିଛି, ନ୍ୟୁୟର୍କରେ ଦେଖିଛି, ଗୁଜରାଟରେ ଦେଖିଛି, ତାମିଲନାଡୁରେ ଦେଖିଛି, ମହାରାଷ୍ଟ୍ରରେ ଦେଖିଛି। ଚାରିଆଡ଼େ ରଥ ଚାଲିଛି ସାରା ବିଶ୍ୱରେ। ଗୁଣ୍ଡିଚାରେ ଅଭିନନ୍ଦନ। ଯେମିତି ଆମର ବାହୁଡ଼ା, ତାଙ୍କର ସେମିତି ବାହୁଡ଼ା। ଅଦିନିଆ ରଥ ଏଠି ଚାଲିବେ, ଆମେ କେବେ ଚଲେଇ ଦେବୁନି, କେବେ କରେଇ ଦେବୁନି। ତାଲା ପକେଇବୁ। ଆମେ ପରିମିଶନ ମାଗିଛୁ ପରଦିନ ସୁଦ୍ଧା, କାରଣ ରଥ 16ରେ, ଯଦି ସେ 15 ତାରିଖ ସୁଦ୍ଧା ପରିମିଶନ ଦିଅନ୍ତି, ଏଠି ଯୋଉ ଇସ୍କନ ରଥ ତାଲା ପକେଇବ। କଥା ହଉଛି ବାରମ୍ବାର ଓଡ଼ିଆଙ୍କ ସବୁ ଭାଗଭାଗ ଖେଳାଯାଉଛି। ଗଜପତି 2 ବର୍ଷରୁ ଉର୍ଦ୍ଧ୍ୱ ହେଲାଣି ଚିଠି କରୁଛନ୍ତି, ଅନ୍ୟ ସଂସ୍ଥା ବି ଚିଠି କରୁଛନ୍ତି। ସମସ୍ତେ ଚିଠି କରୁଛନ୍ତି, ସମସ୍ତେ ଆମେ ୱାର୍ଣ୍ଣିଂ ଦେଇଛୁ, ସମସ୍ତେ କହୁଛୁ ଜଗନ୍ନାଥଙ୍କୁ ଅପମାନ କରନି, ଜଗନ୍ନାଥଙ୍କୁ ନିନ୍ଦିତ କରନି। ଜଗନ୍ନାଥ ବିଶ୍ୱ ପ୍ରସିଦ୍ଧ ନେତା, ଜଗନ୍ନାଥଙ୍କୁ ବିଶ୍ୱ ଯାକ ପୂଜା କରୁଛନ୍ତି। ତମେ ଅଦିନିଆ ରଥ କରି ଜଗନ୍ନାଥକୁ ନିନ୍ଦିତ କରାଉନି, ଅପମାନିତ କରାଉନି, ଭଣ୍ଡୁରୁ କରାଉନି। ଆମ ପରମ୍ପରାକୁ ନଷ୍ଟ କରିବାକୁ ଦିଅନି। ଯଦି ଦିଅ ତାର ଜବାବ ବହୁ ଆକାରରେ ସୁଝିବାକୁ ପଡିବ, ତେବେ ଦାୟୀ ରହିବ। ହଉଛି ଚାରିଆଡେ। ଆମେ ଖୋର୍ଦ୍ଧା ଜିଲ୍ଲା, ଭୁବନେଶ୍ୱର ଜିଲ୍ଲା କଂଗ୍ରେସ ଦେଇଛୁ। ଆମେ ଆମ ଖଗଡେଙ୍କୁ ଲେଖିଛୁ, ଆମ ପିସି ସଭାପତି ଭକ୍ତ ଦାସଙ୍କୁ ଲେଖିଛୁ। ଆମକୁ ପରିମିଶନ ଦେଲେ ଆମେ ଇସ୍କନ ରଥଟି ଚଲେଇ ଦେବୁନି। ପୂଜା କରିବେ, ମନ୍ଦିରରେ ପୂଜାକୁ କରିବୁ, ପୂଜା ଠାକୁର ପୂଜା ପାଇବେ, କିନ୍ତୁ ରଥ ଆମେ ଚଲେଇ ଦେବୁନି, କଶ୍ମୀ କାଳ ଚଲେଇ ଦେବୁନି।